ବାତ ରୋଗ ଗୋଟେ ହଉଛି ତାକୁ ଏପିଲେପ୍ସି କହନ୍ତି, ଫିଡ୍ସ ବୋଲି ହୁଏ। ଆଉ ଏଇଟା ଏମିତି ଯଦି ଆଗରୁ ହିଷ୍ଟ୍ରି ଥିବ, ଛୋଟବେଳୁ ବି ବେଳେବେଳେ ବହୁତ ଆର୍ଲି ଫେଜ୍‌ରୁ ବି ଜନ୍ମଗତରୁ ବାତ ରହେ। ଆଉ କେତେ ଗୋଟେ ଜାଗାରେ ବାତ ରୋଗ ଯୋଉଟା ଏପିଲେପ୍ସି କହନ୍ତି, ସେଇଟା ପରେ ପରବର୍ତ୍ତୀ ଷ୍ଟେଜ୍‌ରେ ବାହାରିପାରେ। ଆଉ ଏଇଥିରେ ଚିକିତ୍ସା ବି ଅଛି। ଚିକିତ୍ସା କଲେ ସମ୍ପୂର୍ଣ୍ଣ କଣ୍ଟ୍ରୋଲରେ ରହିବ। ଆଉ ଏଇଥିରେ ହାତଟାକୁ ପୁରା ଇଏ କରି ରଖନ୍ତି, ଆଖି ମିଟ୍ କରନ୍ତି, ଆଉ ଝାଳ ବହୁତ ବୋହିଯାଏ। ଆଉ ସେମାନେ ଦରକାର ହେଲେ ବି ଟଙ୍ଗ ବାଇଟ୍ ହେଇଯାଏ, ସେମାନେ ଟଙ୍ଗକୁ ବାଇଟ୍ କରନ୍ତି, ଏସବୁ ଜିନିଷ ହୁଏ। ଆଉ ଏମିତି ଏଇଟା ମାନେ ବେଳେବେଳେ ଏଇଟା ଅକେଜନାଲ, ଯଦି ହିଷ୍ଟ୍ରି ଯଦି ଅଛି ତାହେଲେ ବାତ ସେଇଟା ଆମେ ବାତ ବୋଲି କହିବା। କିନ୍ତୁ ଏମିତି ଗୋଟେ ଅକେଜନାଲି ହଠାତ୍ କିନା ବାହାରିଲେ ସେଇଟା ବାତ ବି କହିବା ବି ଠିକ ନୁହେଁ। ଆକ୍ଚୁଆଲି ଟେଷ୍ଟ ଫେଷ୍ଟ ନ କରିକି ତାକୁ ବାତ ମାରିବା କହିବା ବି ଠିକ ହବନି। ନା, ବାତ ମାରିଲେ ଅନ୍ୟକୁ କାହିଁ ସେ ଆଟାକ୍ କରିବ, ସେମିତି କିଛି ନାହିଁ। ନା ନା, ସେମିତି କିଛି ଇଏ ନୁହେଁ। ପାଗଳ ଲୋକ ଯେତେବେଳେ ସାଇକାଟ୍ରିକ ଲୋକମାନେ ସେମାନେ ଆଟାକ୍ କରନ୍ତି, କିନ୍ତୁ ଯୋଉଟା ଏପିଲେପ୍ସି ଯୋଉମାନଙ୍କର ହୁଏ ସେମାନେ ଅନ୍ୟକୁ ଆଟାକ୍ କରିବାର କୌଣସି ନଜିର ମୁଁ ଜାଣିନି ମେଡିକାଲ ସାଇନ୍ସରେ। এই ভিডিওটি আপনার কেমিতি লাগিলা কমেন্ট করে জানাতু। ধরিত্রী লাইভ র यूट्यूब এবং फेसबुक चैनल को सब्सक्राइब करंतु। अधिक खबर पाई लॉगिन करंतु www.dharitri.com।